ରାସୋଳ ଖେଳ ପଡ଼ିଆର ସ୍ୱଚ୍ଛତା ପାଇଁ ସରପଞ୍ଚଙ୍କୁ ଲିଖିତ ଅଭିଯୋଗ କଲେ ଯୁବକଗଣ। ବହୁ ଚର୍ଚ୍ଚିତ ରାସୋଳହାଟ ପଡ଼ିଆର ସ୍ୱଚ୍ଛତାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଥିବା ବେଳେ ସୋସିଆଲ ମିଡିଆ ଓ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ବି ଚେତି ନାହାନ୍ତି ଏକବିଂଶତମ ରାସୋଳ ମହୋତ୍ସବର ଆୟୋଜକ ରାସୋଳ ବିକାଶ ପରିଷଦ। 12 ଦିନ ପରେ ବି ରାସୋଳର ପ୍ରାଣକେନ୍ଦ୍ର ବିନ୍ଦୁ ହାଟ ପଡ଼ିଆରେ ଏବେ ବି ଅପରିଷ୍କାର। ତେବେ ଆଜି ରାସୋଳ ଗ୍ରାମର ସଚେତନତା ଯୁବଗୋଷ୍ଠୀ ତ୍ୱରିତ ପଦକ୍ଷେପ ନେବା ପାଇଁ ଦାବି କରୁଥିବା ବେଳେ ରାସୋଳ ବିକାଶ ପରିଷଦ ମହୋତ୍ସବର ପୂର୍ବରୁ ଘର ଘର ବୁଲି ଅର୍ଥ ଆଦାୟ ତଥା ନେତାମନ୍ତ୍ରୀ ଓ ଯାତ୍ରା ପଡ଼ିଆରେ ଉଠା ଦୋକାନୀ ମାନଙ୍କଠାରୁ ଫୁଟ ପିଛା ଟଙ୍କା ଆଦାୟ କରିଥିବା ବେଳେ ସେଥିରୁ ସ୍ୱଳ୍ପ କିଛି ଅର୍ଥ ବ୍ୟୟରେ ଶ୍ରମିକଙ୍କ ଦ୍ୱାରା ରାସୋଳହାଟ ପଡ଼ିଆକୁ ପରିଷ୍କାର କରିବାରେ ଅସୁବିଧା କୋଉଠି ଅଛି ବୋଲି ପ୍ରଶ୍ନ ଉଠିଛି। ଆଜି ରାସୋଳ ଗ୍ରାମର ସଚେତନତା ଯୁବକଗଣ ରାସୋଳହାଟ ପଡ଼ିଆର ଦୁସ୍ଥିତ ତଥା ପଡ଼ିଆର ସ୍ୱଚ୍ଛତା ପାଇଁ ତ୍ୱରିତ ପଦକ୍ଷେପ ନେବା ନିମନ୍ତେ ରାସୋଳ ଗ୍ରାମ ପଞ୍ଚାୟତର ଅଫିସରେ ସରପଞ୍ଚଙ୍କ ସହିତ ସାକ୍ଷାତ କରି ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଆସନ୍ତା ଶନିବାର ସୁଦ୍ଧା ରାସୋଳହାଟ ପଡ଼ିଆକୁ ପରିଷ୍କାର କରାଯିବାର ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ରାସୋଳ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଦିବାକର ନାୟକ। ତେବେ ଆସନ୍ତା ଶନିବାର ସୁଦ୍ଧା ଯଦି ଆବଶ୍ୟକ ପଦକ୍ଷେପ ନିଆ ନଯାଏ ତାହେଲେ ଏହି ସଂକ୍ରାନ୍ତରେ ହିନ୍ଦୋଳ ପ୍ରଶାସନର ଦୃଷ୍ଟି ଆକର୍ଷଣ ତଥା ଲିଖିତ ଅଭିଯୋଗ ପତ୍ର ସହିତ ଅବଗତ କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ରାସୋଳ ଗ୍ରାମର ସଚେତନତା ଯୁବକଗଣ। ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। ଆମର ଯେଉଁ ରାସୋଳ ହାଟ ପଡ଼ିଆ ବର୍ତ୍ତମାନ ଅପରିଷ୍କାର ହେଇଛି, ଯୁବକମାନେ ଆସିଛନ୍ତି, କ'ଣ ସାର୍ ଆପଣ କହିବେ ସେ ବିଷୟରେ? ବର୍ତ୍ତମାନ ରାସୋଳ କ୍ରିକେଟ ଯେଉଁମାନେ ଖେଳୁଛନ୍ତି, ଯେଉଁ ଭାଇମାନେ ଆସିଛନ୍ତି, ସେ ମୋତେ ଗୋଟେ ଦରଖାସ୍ତ ଦେଇଛନ୍ତି ଯେ ରାସୋଳର ଯେଉଁ ହାଟ ପଡ଼ିଆରେ ଯେଉଁ ମହୋତ୍ସବ ହେଇଥିଲା 17ରୁ 18 ପର୍ଯ୍ୟନ୍ତ 6 ତାରିଖ ପର୍ଯ୍ୟନ୍ତ ଅପରିଷ୍କାର ହେଇଛି, ସେ ବାବଦରେ ମୋତେ ଦରଖାସ୍ତ ଦେଇଛନ୍ତି। କ'ଣ ସାର୍ ପଦକ୍ଷେପ ନେବେ? କେତେ ଦିନ ଭିତରେ ଏଇ ରାସୋଳ ହାଟ ପଡ଼ିଆ ସଫା ହେବ ବୋଲି ଆପଣ କହିବେ? ମୁଁ ତ କାଲି ତାଙ୍କର ବିକାଶ ପରିଷଦ କୋଷାଧ୍ୟକ୍ଷ ଯିଏ ଭାସ୍କର ଚନ୍ଦ୍ର ନାୟକଙ୍କୁ ଫୋନ୍ କରିଥିଲି ଯେ ବର୍ତ୍ତମାନ ଆସିକି ହାଟ ପଡ଼ିଆର ଯେଉଁ ଅପରିଷ୍କାର ଅଛି ତାକୁ ପରିଷ୍କାର କରାଗଲେ ପିଲାମାନେ ଖେଳିବେ ଏବଂ ପରିଷ୍କାର ପରିଚ୍ଛନ୍ନ ରହିଲେ ପରିବେଶ ଭଲ ରହିବ। କ'ଣ ସାର୍ ପଦକ୍ଷେପ ନିଆଯିବ ବୋଲି ଆପଣ ଆଶା ରଖିଛନ୍ତି? ମାନେ କେତେ ଦିନ ଭିତରେ କାମ ହେବ? ସେ ମୋତେ କଥା ଦେଇଛନ୍ତି ଶନିବାର ଭିତରେ ପଡ଼ିଆ ପରିଷ୍କାର କରିବେ। ଧନ୍ୟବାଦ ସାର୍। ଜୟ ଜଗନ୍ନାଥ। ମୋ ନାଁ ହେଉଛି ଜଗନ୍ନାଥ ସାହୁ। ମୁଁ ଆମ ରାସୋଳ ହାଟ ପଡ଼ିଆର ଜଣେ ସଦସ୍ୟ। ଏ ରାସୋଳ ଆମର ମହୋତ୍ସବ ଆମର ଦୀର୍ଘ 14 ତାରିଖରୁ 18 ତାରିଖ ଯାଏଁ ଯାତ୍ରା ହେଲା। ପିଲା ଖେଳିବାରେ ଟିକେ ବି ଅସୁବିଧା ରହୁଛି। ଆମର ପିଲା ଆସିକିରି ଖେଳୁଥିଲେ, ଯେଉଁ ପିଲାଙ୍କ ଗୋଡ଼ କଟିଛି, କାରଣ ଆମେ ତ ଟିକେ ଆସିପାରୁନୁ। ଯେଉଁ ଛୋଟ ଭାଇମାନେ ଖେଳୁଛନ୍ତି ସବୁ, ତାଙ୍କ ଇଏରେ ଆମେ ରହିଛୁ। ସେମାନେ ଲିଖିତ ଇଏରେ ଜଣେଇଥିଲେ ଯେ ନା ପଡ଼ିଆରେ ଭାଇ କାଚ ପଡ଼ୁଛି, ଇଏ ସଫା କେହି କରୁନାହାନ୍ତି। ଆଉ ସେ ତାଙ୍କ ଆମର ବିକାଶ ପରିଷଦ ଯିଏ ଥିଲେ ଆମର ରାସୋଳ ଇଏର ସବୁ ପଡ଼ିଆ ଇଏର ବୁଝାବୁଝି କରୁଥିଲେ, ତାଙ୍କୁ ବି ମଧ୍ୟ ଜଣେଇଥିଲେ। ସେମାନେ କହିଥିଲେ ଯେ ଆମେ ଯଥାଶୀଘ୍ର ଇଏ କରିଦେବୁ, କିନ୍ତୁ କୌଣସି ଇଏ ନେଲେ ନାହିଁ। ତେଣୁକରି ଆମେ ସରପଞ୍ଚଙ୍କ ପାଖକୁ ଆସିଥିଲୁ, ଲିଖିତ ଅଭିଯୋଗରେ ଆମେ ଜଣେଇକି ଯାଇଛୁ। ଆଜି ଯଦି ସେ ଶନିବାର ଭିତରେ ଆମକୁ ଇଏ କରିଛନ୍ତି, ଯଦି ନଦେବେ ୟା ପରେ ଆମେ ସରପଞ୍ଚ ଯାଇଥିଲୁ, ୟା ପରେ କଲେକ୍ଟର ଅଫିସ୍ ଯାକେ ଆମେ ଯିବୁ। ଆଉ ଜୟ ଜଗନ୍ନାଥ। ମୁଁ ରହୁଛି।